ସେଇ ନୁହଁ, ମୁଁ ଜଣେ ମାନବୀ। ମୋ ପାଖରେ ସହିବାର ଶକ୍ତି ଆସିବ କୋଉଠୁ? ଆତ୍ମହତ୍ୟା କରିଦିଅନ୍ତି ଯେ, ହେଲେ ଏ ଛୁଆଟା ମୋ ପାଦରେ ଶିକୁଳି ପକେଇ ଦଉଛି। ଆତ୍ମହତ୍ୟା କରିପାରୁନି। କଣ କହିଲ? ତମେ ଆତ୍ମହତ୍ୟା କରିଦବ? ନହେଲେ ଘର ଛାଡି ଚାଲିଯିବି। ଏଇ ଦିଟା ବାଟ ଛଡା ମୋ ଆଖିକି ଆଉ କିଛି ଦେଖାଯାଉନି। କାହିଁକି ତମେ ଘର ଛାଡ଼ି ଚାଲିଯିବ? ବାପା ତମକୁ କିଛି କହିଛନ୍ତି? ନାଇଁ ନାଇଁ, ସେ କାହିଁକି ମତେ କଣ କହିବେ? ସେ ତ ମଣିଷ ନୁହନ୍ତି, ସେ ହଉଛନ୍ତି ଜଣେ ଦେବତା। ତାଙ୍କ ନାଁରେ ଏତେ ବଡ ମିଛ କଥା କହିଲେ ମତେ ନର୍କରେ ବି ସ୍ଥାନ ମିଳିବନି। ମୁଁ ଏ ଘର ଛାଡି ଚାଲିଯିବି କେବଳ ତମରି ପାଇଁ। କିନ୍ତୁ କାହିଁକି? ଏ ଦୁନିଆ ଆଖିରେ ମୁଁ ତ ଗୋଟେ ଚରିତ୍ରହୀନ ପାଲଟି ଯାଇଛି। ମୁଁ ଚାହୁଁନି ମୋ ପାଇଁ ତମେ ନଷ୍ଟ ଚରିତ୍ର ହେଇଯାଅ। ପାରୁନି ଆସ, ଏ ଲୋକଙ୍କ ଟାଇଟା ପରେ ମୁଁ ସହି ପାରୁନି। ତମେ ଜାଣିଛ ତମ ମୋ ସମ୍ପର୍କକୁ ନେଇ ଲୋକଙ୍କ ମୁହଁରେ କେତେ କଥା ଉଠୁଛି? ତମେ କେତେ ଜଣଙ୍କ ମୁହଁ ବନ୍ଦ କରିବ? ନାଇଁ, ବାପା ନାହାନ୍ତି। ଏଇ ମୁହୂର୍ତ୍ତରେ ମୋ ଛୁଆକୁ ନେଇ ମୁଁ ଏ ଘର ଛାଡି ଚାଲିଯିବି। ଚାଲିଗଲେ ମୋର କିଛି ନଷ୍ଟ ହବନି। ମୋ ବାପା ସହିପାରିବେନି। ଆଉ ସବୁ ପରେ ମୁନା ସହିତ ମୋର ସମ୍ପର୍କ ଏତେ ନିବିଡ଼ ହୋଇଗଲାଣି ଯେ ତାକୁ ଛାଡ଼ିବ ଗୋଟେ ମୁହୂର୍ତ୍ତ ବି ରହିପାରିବିନି। ତମକୁ ମୋରାଣ, ତମେ ଘର ଛାଡ଼ିଥିବା କଥା ଜମା କରିବ। କାହିଁକି କାହିଁକି ତମେ ଏମିତି ମୋହର ମାୟାରେ ମତେ ବାନ୍ଧି ରଖୁଛ? ମାନ ତୁ ହଠାତ୍ ଆମ ଘରେ? ଭଲ ହେଲା ତୁ ଘରେ ଅଛୁ। ଆରେ କଣ ହେଲା କହ? ତୁମର ଟେନସନ ଥିଲା ବୋଲି ଜଣା ପଡୁଛୁ। ଆବେ ପୋଲିସ ରେକର୍ଡ କହୁଛି ତ ଘରେ ଗୋଟେ ମହିଳା ଆତ୍ମଗୋପନ କରିଛି। ତାହେଲେ ତମେ ସେଇ ମହିଳା ଏଠି ଆସି ଅଭିନୟ ଆରମ୍ଭ କରିଦେଇଛ ନାଇଁ? ନାଇଁ ମାନ, ଆରେ ତମର ଏ ଅଭିନୟ ପାଇଁ କେତେ ଟଙ୍କା ମିଳୁଛି ମୁଁ କହିପାରିବିନି, ହେଲେ ଜେଲ ହାଜତକୁ ଗଲେ ତମର ସେ ରଙ୍ଗୀନ ଜୀବନର ପୂର୍ଣ୍ଣଚ୍ଛେଦ ପଡିଛି। କିନ୍ତୁ ମୋର ଅପରାଧ? ଅପରାଧ? ହଁ, ତମେ ଲାଲାକୁ ଠକିଛ। ଲାଲାର ଗୁରୁତ୍ୱପୂର୍ଣ୍ଣ ଫାଇଲ ତମେ ଚୋରି କରିଛ। ଲାଲାର ଲକର ଭାଙ୍ଗି ତାର ସୁନା ଟଙ୍କା ସବୁ ଚୋରି କରି ଆଣିଛ। ମିଛ କଥା। ଲାଲାର ଏଇଟା ଗୋଟେ ନାଟକ ବାଜି। ଆମ ଭିତରେ ଫାଟ ସୃଷ୍ଟି କରିବା ପାଇଁ ଲାଲା ଏମିତି ଗୋଟେ ଡ୍ରାମା କରୁଛି। ଡ୍ରାମା ଡ୍ରାମା ଲାଲା କରୁଛି କି ତୁ କରୁଛୁ? ମାନ, ଆରେ ମାନ, ଲାଲା ଭଳି ଗୋଟେ ନଷ୍ଟ ଚରିତ୍ର କଥାରେ ତୁ ମତେ ଭୁଲ ବୁଝୁଛୁ, ବିଶ୍ୱାସ କରୁଛୁ। ରେ ଅବିଶ୍ୱାସ ଯାହା କରିବା କଥା ଆଇନ କରିବ। ଯଥେଷ୍ଟ ପ୍ରମାଣ ଅଛି। କଣ ପ୍ରମାଣ କରିଛି ଲାଲା? କି ପ୍ରମାଣ ଅଛି ଆପଣଙ୍କ ପାଖରେ? ଆସିବ କାଲି ସକାଳେ ଆପଣଙ୍କ ଫଟୋ ସହିତ ମୋ ଫଟୋକୁ ଯୋଡ଼ି ମୁଁ ଯଦି କହେ ଆପଣ ହଉଛନ୍ତି ମୋ ସ୍ୱାମୀ, ପୋଲିସରେ ଏଫଆଇଆର କରିବି। ମତେ ନିର୍ଯାତନା ଦେଇ ଆପଣ ଦ୍ୱିତୀୟ ବିବାହ କରିଛନ୍ତି। ଆପଣ କୁହନ୍ତୁ, ଆପଣ କଣ ଆପଣଙ୍କ ଦୋଷ ସ୍ୱୀକାର କରି ଥାନା ହାଜତକୁ ଯାଇପାରିବେ? କୁହନ୍ତୁ। ଚୁପ୍, ବକବାସ୍ ବନ୍ଦ କର କହୁଛି। କାହିଁକି ବନ୍ଦ କରିବ? ସେ ତ କିଛି ଭୁଲ କହୁନି। ଆଜିକାଲିର କମ୍ପ୍ୟୁଟର ଯୁଗରେ ଏଇଟା ଅତି ସହଜ। ଜଣକୁ ବଦନାମ କରିବା ପାଇଁ ଅନ୍ୟ ଜଣର ସାହାରା ନେଇପାରେ। କାହିଁକି କାହିଁକି ଆପଣ ଏମିତି ମିଛ କଥା କହୁଛନ୍ତି? କାହିଁକି ଆପଣ ଏତେ ବଡ଼ ଦୋଷ ମୋ ମୁଣ୍ଡରେ ଲଦି ଦେଉଛନ୍ତି? ପୋଲିସ ପାଖରେ ଯଥେଷ୍ଟ ପ୍ରମାଣ ଅଛି। ଚାଲ ଥାନାକୁ ଚାଲ। ଏ ସାଙ୍ଗ, ପୋଲିସ କାଇଦାରେ ଯୁକ୍ତି କରି ମୋ ସ୍ତ୍ରୀକୁ ତୁ ପର ସ୍ତ୍ରୀ ସଜାଇ ଦେନା। ମୁଁ କହୁଛି ସେ ମୋ ସ୍ତ୍ରୀ, ମୁଁ ତା ସ୍ୱାମୀ। ପ୍ରମାଣ ପ୍ରମାଣ ଚାହୁଁଛୁ ତ? ଆଖିରେ
କହିଥିଲୁ ନା ରେ ତୋର ସ୍ତ୍ରୀ ତତେ ଉପନ୍ୟାସର କାହାଣୀ ଶୁଣେଇ ତତେ ଛାଡି ଚାଲି ଯାଇଛି। ଆବେ ଇଏ କୋଉ ଉପନ୍ୟାସର ନାୟିକା ମତେ ଟିକେ ସନ୍ଦେହ ଲାଗୁଛି। ହେଲେ ଗୋଟେ କାମ କର, ନଦୀ ନାରୀ ନିଆଁ ଏ ତିନିଟାକୁ ବିଶ୍ୱାସ କରିବୁନି ରେ ସାଙ୍ଗ। ଆଉ ଗୋଟେ କଥା ମନେ ରଖ, ମୋର ଏ କେସ୍ ଏଇଠି କ୍ଲୋଜ ହବନି। ମାଲୋ ମୁଁ ପୁଣି ଥରେ ଆସିପାରେ। ତମ ଦୁଇ ଜଣକୁ ଡିଷ୍ଟର୍ବ କରିପାରେ। ଓକେ ଆସନ୍ତୁ। বাহ বাহ আশ্রয়দাতা বাহ। କୋଉ ଭାଷାରେ ମୁଁ ତମକୁ ଧନ୍ୟବାଦ ଦେବି ମୁଁ ଜାଣିପାରୁନି। ବଡ଼ ହେଇ ତମେ ଶେଷରେ ଫସଲ ଖାଇଲ। ନାହିଁ ବିଶ୍ୱାସ କର, ମୋର ଉଦ୍ଦେଶ୍ୟ ସେମିତି ନଥିଲା। କେବଳ ତମକୁ ପୋଲିସ କବଳରୁ ରକ୍ଷା କରିବାକୁ ମୁଁ ଏମିତି ଗୋଟେ ନାଟକ କରିଦେଇଛି। ସବୁ ପୁରୁଷ ମାନେ ଏମିତି ଅଭିନୟ କରି ନାରୀର ମନକୁ କିଣିବାକୁ ଚେଷ୍ଟା କରନ୍ତି। ଆଉ ସୁଯୋଗ ପାଇଲେ ସେମାନଙ୍କର ସର୍ବନାଶ କରନ୍ତି। ବନ୍ଦ କର କହୁଛି। କେବଳ ମୋ ବାପା ଆଉ ସେ ଅବଧ ଶିଶୁଟା ପାଇଁ ମୁଁ ଏମିତି କରିବାକୁ ବାଧ୍ୟ ହେଲି। ଗୋଟେ ବଡ଼ ପୁରୁଷ ଆଗରେ ତମେ ଯେତେବେଳେ ମତେ ଗୋଟେ କଳଙ୍କିନି ସଜେଇ ସାରିଲଣି, ଏଥର ତମେ କୁହ ତମକୁ ମୋ ରାମଚନ୍ଦ୍ର ଆସନରେ ବସାଇ ପୂଜା କରିବି ନା ରାବଣର ଆଖ୍ୟା ଦେବି? ଧର୍ମରାଜ ଯୁଧିଷ୍ଠିର କହିବି ନା ଦୁଃଶାସନ କହି ଧିକ୍କାର କରିବି? କୁହ ମୁଁ କଣ କରିବି? ତମେ ଆସ, ଦେବତାରୁ ଦାନବ ହେଇଯାଅ, ବନ୍ଧୁର ବନ୍ଧୁକ ସାଜ, ଆଉ ତମ ମନ ଭିତରେ ଯାଉଥିବା କାମନାର ନିଆଁକୁ ତମେ ଲିଭାଇ ଦିଅ। ଆସ ଆରେ ଆସ। କହୁଛି ବନ୍ଦ କର। ତମ ଦେହ ପ୍ରତି ଯଦି ମୋର ଟିକେ ବି ଲୋଭ ଥାନ୍ତା, ମାସରେ ଅଧିକ ସମୟ ଘରେ ରହିଲଣି। ତମକୁ କେବେ କଣ ବ୍ୟବହାର ଦେଖେଇଛି ନା ତମର କେବେ ସର୍ବନାଶ କରିଛି? ଗୋଟିଏ କଅଁଳ ଛୁଆ ଜନ୍ମ ହେଲା ପରେ ଭୂମିଷ୍ଠ ହବା ପାଇଁ ମା ଛାତିରେ ଅମୃତ ଖାଇ ସେ ବଞ୍ଚିଥାଏ। ସେତେବେଳେ ମା ମନରେ କୌଣସି ଭାବନା ନଥାଏ। ଆଉ ସେ ମାଟା ସମ୍ପୂର୍ଣ୍ଣ ଭାବେ ତା ସ୍ୱାମୀ କଥା ଭୁଲି ଯାଇଥାଏ। ମୁଁ ସେମିତି ଗୋଟେ କଅଁଳା ଛୁଆ ହେଇ ତମ କପାଳରେ ଯଦି ଗୋଟେ ଚୁମ୍ମା ଦେଇଛି, ତମେ କଣ ମତେ ତମ ପୁଅ କି ଭାଇ ଭାବି କୋଳେଇ ନେଇପାରିବନି?